ସମସ୍ତଙ୍କୁ ଶୁଭ ସକାଳ ନମସ୍କାର। ମିଷ୍ଟର ସୁଦର୍ଶନ ପ୍ରଧାନ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ବର୍ତ୍ତମାନ ଯେଉଁ କେରୁବାଡ଼ି ଯେଉଁ ମା ମେରିଙ୍କର ଯାତ୍ରା ହେଉଛି ଆଉ ଗାଁ ଯାତ୍ରା ସେହି ସ୍ଥାନକୁ ମୁଁ ଯାଉଛି। ଆଉ ସେ ସ୍ଥାନକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ ଦେଖନ୍ତୁ ଏଇଟା ଯେଉଁ ଦେଖୁଛନ୍ତି ଆପଣ ଏଇଟା ଚାଞ୍ଚଡ଼ା। ଆଉ ଏଇଟା ମିନିମମ୍ ଏଇଟା କାଲେମ୍ବାଡ଼ି ପରେ କେରୁବାଡ଼ି ଯେଉଁ ଯିବା ପାଇଁ ଯେଉଁ ରାସ୍ତା ହେଇଛି ସେଇଟା ଚାଞ୍ଚଡ଼ା, ପୁରା ଚାଞ୍ଚଡ଼ା। ଆଉ ବହୁତ ମାନେ 800-900 ଫୁଟ ଅଛି এই ଚାଞ୍ଚଡ଼ା। ସେ ଚାଞ୍ଚଡ଼ାରେ ଖାଲି କଂକ୍ରିଟରେ ବନେଇଛନ୍ତି ରାସ୍ତାଟା। ମୁଁ ଦେଖାଉଛି ଆପଣମାନଙ୍କୁ, ଦେଖନ୍ତୁ କେତେ ଦୂର ଦେଖାଯାଉଛି। ଦେଖନ୍ତୁ ଏ ଯେଉଁ ସାଇଡ଼ରେ ପୋତିଛନ୍ତି ପିଲର, ଏଇଟା ଚାଞ୍ଚଡ଼ା ଉପରେ କଂକ୍ରିଟରେ ବନା ହେଇଛି ରାସ୍ତା ଆଉ କେରୁବାଡ଼ି ଯିବା ରାସ୍ତା। ଆଉ ଦେଖନ୍ତୁ କାଲେମ୍ବାଡ଼ିରୁ ଟିକେ ଗଲା ପରେ ଆପଣମାନେ ଆଉ ଦେଖିବେ ଏଇଟା ହେଉଛି କେରୁବାଡ଼ି ଯିବାର ରାସ୍ତା। ଏଇଟା ଚାଞ୍ଚଡ଼ା ଉପରେ ବନା ହେଇଛି କଂକ୍ରିଟରେ, ଦେଖିପାରୁଛନ୍ତି। ଆଉ ମୁଁ କେରୁବାଡ଼ି ପହଞ୍ଚିଲା ପରେ ମୁଁ ଟ୍ୟାନ୍ ଯାତ୍ରା କାଥଲିକ୍ ଚର୍ଚ୍ଚର ମା ମେରିଙ୍କର ଆଉ ଗାଁ ଯାତ୍ରା କେଉଁ ପ୍ରକାର ଭାବରେ ସେଇଠି ପାଳନ କରାହେଉଛି ସେଇଟା ମୁଁ ଆପଣମାନଙ୍କୁ ଦେଖେଇବି ସେଇଠି ଗଲା ପରେ। ଆଉ ଆସନ୍ତୁ, ଆଉ ଡେରି କରିବା ନାହିଁ, ଆଉ କେରୁବାଡ଼ି ସ୍ଥାନକୁ ଯାଇ ସେ ଯାତ୍ରାର ଆମେ ଆପଣମାନଙ୍କୁ ଆଉ କେମିତି ପାଳନ କରାହେଉଛି ସେଇଟା ମୁଁ ଆପଣମାନଙ୍କୁ ଦେଖାଉଛି। ମୁଁ ବର୍ତ୍ତମାନ କେରୁବାଡ଼ି ଯାଉଛି। ଆଉ କେରୁବାଡ଼ିରେ କି ଆଜି ଯେଉଁ ଯାତ୍ରା ହେଉଛି ଆଉ ମା ମେରିଙ୍କର ଗାଁ ଯାତ୍ରା ଅଛି ସେଇ ସ୍ଥାନକୁ ମୁଁ ଯାଉଛି। ଆଉ ଦେଖୁଛନ୍ତି ଆପଣମାନେ ଏଇଟା କେରୁବାଡ଼ି ଯିବା ରାସ୍ତା। ଆଉ ବହୁତ ସୁନ୍ଦର ଭାବରେ ରାସ୍ତାଟି ହେଇଛି, କଂକ୍ରିଟ ରାସ୍ତା ହେଇଛି। ଏଇଟା କେରୁବାଡ଼ି BSNL ଆଉ କେରୁବାଡ଼ି ଯେଉଁ ଗାଁ ଯାତ୍ରା ହେଉଛି ଆଉ କାଥଲିକର ମୁଁ ସେ ସ୍ଥାନକୁ ଯାଉଛି। ଏଇଟା କେରୁବାଡ଼ି ପାଖାପାଖି ଯେଉଁ BSNL ଟାୱାର ବସିଛି ସେ ସ୍ଥାନ ଏଇଟା। ଆଉ ମୁଁ ଆଜି ଯାଇ ପହଞ୍ଚିଥିଲି କେରୁବାଡ଼ି ସ୍ଥାନରେ, ଦେଖନ୍ତୁ। ଆଉ ଯେଉଁଠିକି ଆଉ ମା ମେରିଙ୍କର ଆଜି ଗାଁ ଯାତ୍ରା ହେଉଛି ସେ ସ୍ଥାନକୁ ମୁଁ ଯାଇ ପହଞ୍ଚିଛି। ଆଉ ମୁଁ ଆଗକୁ ଦେଖିବି ସେଇଠି ସବୁ ପ୍ରୋଗ୍ରାମ୍ କରୁଛନ୍ତି, ଯାତ୍ରା କରୁଛନ୍ତି ସେ ସ୍ଥାନର। ମୁଁ ଆପଣମାନଙ୍କୁ ସେ ସ୍ଥାନକୁ ଯାଇକି ମୁଁ ସବୁ ଦେଖେଇବି। ଏଇଟା ହେଉଛି କେରୁବାଡ଼ି ସ୍ଥାନ, ଆପଣମାନେ ଦେଖୁଛନ୍ତି। ଏଇଟା ହେଉଛି କେରୁବାଡ଼ି ସାହି। ଆଜି ଯେଉଁ ଗାଁ ଯାତ୍ରା ହେଉଛି ମା ମାରିଙ୍କର କେରୁବାଡ଼ି ସ୍ଥାନ। ଚାଷୀ ଯେହେତୁ ଆମେ ତ ଏଠି ଅଧିକାଂଶ ଚାଷୀ ଭାଇ ଭଉଣୀମାନେ ଅଛୁ, ଚାଷ ବାହାର କରିବା ପାଇଁ ବିହନ ବାହାର କରିବା ପୂର୍ବରୁ ବା ହେଉଛି ସେଇ ବର୍ଷ ଠାରୁ ଗୋଟେ ବର୍ଷ ମଧ୍ୟ ମୁଁ ଦେଖି ନାହିଁ ବର୍ଷା ଅଭାବରୁ ସବୁ ଆମର ଧାନ ସବୁ ପୋଡ଼ି ଯାଇଛି। କିନ୍ତୁ ମୋର ମନେ ଅଛି ପାଇଁ ଦାୟିତ୍ୱ ଦେଲେ ପିତା ଈଶ୍ୱର ସାଧୁ ଯୋସେଫ। କାରଣ ମନୁଷ୍ୟ ହିସାବରେ ଆମେ ଜନ୍ମ ହେଲେ ପରିବାରରେ ଜନ୍ମ ହଉଛୁ। ପରିବାରରେ ବାପା ମା ଥାଇ ପିଲାମାନଙ୍କର ଯୋଉ ଯତ୍ନ ନେବେ ତାଙ୍କ ଗାନ୍ଧୀ ଲେଖିଥିଲେ। କିନ୍ତୁ ଗାନ୍ଧୀଙ୍କ ପୂର୍ବରୁ ମଧ୍ୟ ଗାନ୍ଧୀ ତାଙ୍କର ସାବରମତୀ ଆଶ୍ରମ ଯୋଉଠି ରହୁଥିଲେ ତାଙ୍କେ ଯୋଉଠି ଗେଟ୍ରେ ହିଁ ଲେଖା ହେଇଥିଲା, ଯିଏ କାମ ନ କରିବ ସିଏ ନ ଖାଉ। এইটা যাইছে ଆମ ବାଇବେଲ। ସାଧୁ ପାଉଲ ଲେଖିଛନ୍ତି, ଯେ କାମ ନ କରୁଛି ସିଏ ନ ଖାଉ। ତେଣୁ ପରିଶ୍ରମ କରିବା ପାଇଁ ଆମକୁ କୌଣସି ଲଜ୍ଜା ନାହିଁ। ଯାହା କିଛି କାମ କରୁଛୁ, ଯାହା କିଛି କାମ କରିବା, ଚାଷବାସ ହଉ, ବଢ଼େଇ କାମ ହଉ, କମାର କାମ ହଉ, ସବୁ ଯାକ କିଛି କରୁଛୁ ଆମର ଶକ୍ତି ପ୍ରଭୁ ଦେଇଛନ୍ତି। ଆଉ ଯାହା କାମ କରୁଛୁ ଆମେ ଈଶ୍ୱରଙ୍କ ସହିତ, ସିଏ ଜଣେ ବଡ଼ କର୍ମୀ ଶିଳ୍ପୀ ବୋଲିକି ନାଇଁ ବିଶ୍ୱକର୍ମା ପର୍ବ ବୋଲି ପାଳନ। ସିଏ ମହାବିଶ୍ୱକର୍ମା, ସବୁ ବିଶ୍ୱକୁ ସେ ସୃଷ୍ଟି କରିଛନ୍ତି, ରଚିଛନ୍ତି। ଆଉ ସେ ଆମମାନଙ୍କୁ ମଧ୍ୟ ଏଇ ସୁଯୋଗ ଦେଉଛନ୍ତି, ଆଶୀର୍ବାଦ କରୁଛନ୍ତି। ତାଙ୍କ କର୍ମରେ ଆମେ ସହକର୍ମୀ ହେଉଛୁ। ସାଧୁ ପାଉଲ ଲେଖୁଛନ୍ତି ଆମେ ଖ୍ରୀଷ୍ଟଙ୍କ ସହକର୍ମୀ। ଏଇ ଯାହା କିଛି କାମ ଘଟିବ, ଖାଲି ଶାରୀରିକ ପରିଶ୍ରମ ଖ୍ରୀଷ୍ଟ ତ ନିଶ୍ଚୟ ତାଙ୍କର ମୁଖ୍ୟ କାମ ହେଲା ଯେ ଛୁଇଁରେ ଆଶୀର୍ବାଦ ମାଗିକି ସେଇଟା ପ୍ରଭୁଙ୍କର ଆଶୀର୍ବାଦ, ସେଇଟା ସେ ଶିକ୍ଷା ଦିଆଯାଉଛି। ପରିବାର ଯୀଶୁ ଯାହା ଶିକ୍ଷା ପାଇଛନ୍ତି କୁମାରୀ ମାରିଆ ଆଉ ଯୀଶୁଙ୍କର ଆମ ପାଖରେ ଅଛନ୍ତି, ଆମେ ତାଙ୍କୁ ଜାଣୁଛୁ। କୁଆଡ଼ୁ ଏତେ ବୁଦ୍ଧି ପାଇଲା ସେ?
अरे भल बुद्धि भल कथा सत कथा न्याय कथा जहाँ आसूची ग्रहण करवा एपरिक भल कथा घुषुरी